ଶ୍ରୀମଦ୍ ଭାଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଅତି ସୁନ୍ଦର ଭାବରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ଜାତସ ହିଁ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ। ପ୍ରଭୁ ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେବା ପାଇଁ କହିଛନ୍ତି, ପୁନରପି ଜନମଂ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନଂ। କଥାର ଅର୍ଥ, ମଣିଷ ଥରେ ଜନ୍ମଗ୍ରହଣ କଲେ ତାକୁ ମୃତ୍ୟୁ ପ୍ରାପ୍ତ ହୁଏ, ଥରେ ମୃତ୍ୟୁବରଣ କଲେ ପୁନଃ ଜନ୍ମ ହୁଏ। ଜାତସ ହିଁ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ। ଏହା ହିଁ ହେଉଛି ଧ୍ରୁବ ସତ୍ୟ। ମଣିଷ ଥରେ ଜନ୍ମଗ୍ରହଣ କଲେ ମରିବାକୁ ହୁଏ, ମରିଗଲା ପରେ ପୁନଃ ଜନ୍ମ ହୁଏ। ଏହି ଧରାଧାମରେ ଏମିତି ବାରମ୍ବାର ଜନ୍ମ ହୁଏ। କିନ୍ତୁ କଳିର ପ୍ରଭାବରେ ସମାଜରେ ପରିବାର ଭିତରେ ରହି କାମନା ବାସନା ଭିତରେ ମଣିଷ ଏ ସତ୍ୟକୁ ସ୍ୱୀକାର କରିବାକୁ ଚାହେଁ ନାହିଁ। ସେ କେବେ ଏ ବିଷୟରେ ଚିନ୍ତନ କରେ ନାହିଁ କି ମୋର ବାରମ୍ବାର ଜନ୍ମ ହେଉଛି, ବାରମ୍ବାର ମୃତ୍ୟୁ ହେଉଛି। ଏହା ହିଁ ନିରାଟ ସତ୍ୟ, ଏହା ହିଁ ଧ୍ରୁବ ସତ୍ୟ। ଆମେ ଯେତେ ଥର ଜନ୍ମଗ୍ରହଣ କରିଛେ ମୃତ୍ୟୁବରଣ ହେବ। ମୃତ୍ୟୁବରଣ ହେଲା ପରେ ପୁନଃ ଜନ୍ମ ହୁଏ। କାହିଁକି ନା ଆମେମାନେ ପ୍ରତ୍ୟେକ ସମୟରେ ନିଜର କର୍ମ ଫଳଟାକୁ ହିଁ ଭୋଗ କରୁଛେ। ଏ ଜନ୍ମରେ ଆମେ ଏ ସଂସାରକୁ ପୂର୍ବ ଜନ୍ମର କର୍ମର ଫଳକୁ ନେଇକି ଆସିଛେ। କେମିତିକା ପରିବାରରେ ଆମର ଜନ୍ମ ହେବ, ପିତାମାତା ଆମର କିପରି ହେବେ, ଆମକୁ କେଉଁଭଳି ଭାବରେ ପରିବେଶ ମିଳିବ, ଆମର ଏଜୁକେସନାଲ କ୍ୱାଲିଫିକେସନ୍ ବା ଏକାଡେମିକାଲ ନଲେଜ କେତେ ରହିବ, ଆମେ ମାସକୁ କେତେ ଟଙ୍କା ରୋଜଗାର କରିବା, କେମିତିକା ପିଲାକୁ ଆମେ ବିବାହ କରିବା, ଆମର କେତୋଟି ସନ୍ତାନ ସନ୍ତତି ହେବେ, ଏସବୁ ପୂର୍ବରୁ ନିର୍ଦ୍ଧାରଣ ହୋଇ ରହିଛି। ଶ୍ରୀମଦ୍ ଭାଗବତରେ ଲେଖା ଅଛି, ପୂର୍ବାର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଇ ବଳେ। ତେଣୁ କହିବାର ଲକ୍ଷ୍ୟ, ଆମେମାନେ ଯଦି ପୂର୍ବ ଜନ୍ମର କର୍ମ ଫଳଟାକୁ ଭୋଗ କରୁଛେ, ତେବେ ମଣିଷ ଶରୀର ଧରି ଆମେ ଜନ୍ମ ହେଇଛେ। ଗୋଟେ ବହୁତ ବଡ଼ କଥା, ଯେଉଁ 84 ଲକ୍ଷ ଯୋନି ଅଛି, ପ୍ରତ୍ୟେକ ଯୋନି ଭ୍ରମଣ କରିସାରିଲା ପରେ ଯୋନି ପରେ ଯୋନି ବୁଲି ବୁଲି ଯେତେବେଳେ ଆମେ ଶେଷ ଯୋନି ବା ସର୍ବଶ୍ରେଷ୍ଠ କେଉଁ ଯୋନି ନା ମଣିଷ ଯୋନି, ତାହା ହିଁ ହେଉଛି ସର୍ବଶ୍ରେଷ୍ଠ ଯୋନି। ଏଇ ଯୋନିରେ ଯେତେବେଳେ ଆମେ ଜନ୍ମ ଗ୍ରହଣ କଲେ, କ'ଣ ପାଇଁ ଭଗବାନ ଆମକୁ ଶ୍ରେଷ୍ଠ ଜନ୍ମ ଦେଲେ? ଭାଗବତରେ ଲେଖା ଅଛି, ମନୁଷ୍ୟ ଜନ୍ମଟି ଦୁର୍ଲଭ ଯେବେ ଗୋବିନ୍ଦେ କରେ ଭାବ। ମଣିଷ ଶରୀରଟା ହେଉଛି ଦୁର୍ଲଭ। ଯେଉଁ ଦୁର୍ଲଭ ଜିନିଷ ଆମକୁ ପ୍ରାପ୍ତ ହେଇଛନ୍ତି, ତାହା କେଉଁ ଉଦ୍ଦେଶ୍ୟରେ ପ୍ରାପ୍ତ ହେଇଛନ୍ତି? ଯେଉଁ ଭଗବାନ, ଯେଉଁ ଦେବତା ବା ଯେଉଁ ପରମାତ୍ମା ପରମବ୍ରହ୍ମ ଆମକୁ ମଣିଷ ଶରୀର ଦେଇ ଏ ସଂସାରକୁ ପଠାଇଛନ୍ତି, ତା ପଛରେ କାରଣ କ'ଣ? ବହୁତ ବଡ଼ କଥା, ବିଚାର କରିବାକୁ ପଡ଼ିବ। ଆମେମାନେ ସମସ୍ତେ ମଣିଷ ଶରୀର ଧରି ଜନ୍ମ ହୋଇଛେ କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ପାଇଁ, ତାହା ହିଁ ହେଉଛି ଚରମ ପ୍ରାପ୍ତି ବା ଭଗବାନଙ୍କୁ ଦର୍ଶନ ଓ ଉପଲବ୍ଧି ବା ଅନୁଭବ କରିବା। ବିନା ଭଗବତ ଦର୍ଶନ, ବିନା ଭଗବତ ଉପଲବ୍ଧିରେ ଏ ଆତ୍ମା କେବେ ମହାତ୍ମା ଆଉ ପରମାତ୍ମାଙ୍କ ସହିତ ମିଶିପାରିବ ନାହିଁ। ଏ ସାଧାରଣ ଆତ୍ମା ଏ ଦିନେ ମହାତ୍ମା ହେବ, ଏଇ ମହାତ୍ମା ଦିନେ ପରମାତ୍ମାଙ୍କ ସହିତ ଲୀନ ହେବ। କାହିଁକି ନା ଆମେମାନେ ସେଇ ପରମାତ୍ମାଙ୍କର ଅଂଶ। ସେଥିପାଇଁ ଶ୍ରୀମଦ୍ ଭାଗବତ ଗୀତାରେ କହୁଛନ୍ତି, ଭୂମିମାଂସ ଜୀବଲୋକ ଜୀବଭୂତ ସନାତନ ମନ ଷଷ୍ଠେନ୍ଦ୍ରିୟାଣୀ ପ୍ରକୃତି ସ୍ଥାନି କର୍ଷତି। ଆମେମାନେ ସମସ୍ତେ ଭଗବାନଙ୍କର ଅଂଶ ବିଶେଷ। ଯେ ପର୍ଯ୍ୟନ୍ତ ତାଙ୍କ ସହିତ ମିଳନ ବା ଏକକାର ନ ହେଇଛେ, ସେ ପର୍ଯ୍ୟନ୍ତ ଆମେମାନେ ଏଇ ସଂସାର ରୂପକ ମୃତ୍ୟୁ ମୁଖରେ ପଡ଼ି ବାରମ୍ବାର ଜନ୍ମ ମୃତ୍ୟୁର ଚକ୍ରରେ ଘାଣ୍ଟି ହେଉଥିବା। ଜୀବନ ମୁକ୍ତ ଅବସ୍ଥା କେବେ ଆସିବ ନାହିଁ। ଜୀବନ ମୁକ୍ତ ଅବସ୍ଥା ସେଇମାନଙ୍କର ଆସେ ଯେଉଁମାନେ ସଂସାରର ବିଳାସ ବ୍ୟସନକୁ ତ୍ୟାଗ କରି, କାମନା ବାସନାକୁ ତ୍ୟାଗ କରି, ପ୍ରଭୁଙ୍କର ପାଦ ପଦ୍ମରେ ନିଜକୁ ସମର୍ପଣ କରି
ଗୁରୁଙ୍କୁ ନିଜର ଇଷ୍ଟ ରୂପେ ସ୍ୱୀକାର କରି ସାଧନାରେ ଯେଉଁମାନେ ରତ ଥାନ୍ତି ଏବଂ ଯେଉଁମାନେ ବ୍ରହ୍ମ ଦର୍ଶନ କରନ୍ତି ସେଇମାନେ ହିଁ କେବଳ ଜୀବନମୁକ୍ତ ଅବସ୍ଥାକୁ ପ୍ରାପ୍ତ ହୁଅନ୍ତି। ସେଥିପାଇଁ ଆବ୍ରହ୍ମ ଭୁବନାଲୋକା ପୁନରାବର୍ତ୍ତିନେ ଅର୍ଜୁନ ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। ବ୍ରହ୍ମଲୋକ ପର୍ଯ୍ୟନ୍ତ ମନୁଷ୍ୟର ଆତ୍ମା ଗତି କଲେ ମଧ୍ୟ ତାହା ପୁନଃ ଜନନୀ ଜଠର ଜରାୟୁ ଭିତରକୁ ପ୍ରବେଶ କରେ, ପୁନଃ ଏହି ମୃତ୍ୟୁ ସଂସାର ରୂପକ ସାଗରକୁ ଆସିବାକୁ ବାଧ୍ୟ ହୁଏ। କିନ୍ତୁ ଯେତେବେଳେ ଭଗବତ ଦର୍ଶନ ଉପଲବ୍ଧି ହେଲା, ମାମୁପେତ୍ୟ ତୁ କୌନ୍ତେୟ, ମୋତେ ତୁ ପ୍ରାପ୍ତ ହୋଇସାରିଲା ପରେ ପୁନର୍ଜନ୍ମ ନ ବିଦ୍ୟତେ, ଭଗବାନଙ୍କୁ ଦର୍ଶନ କରିସାରିଲା ପରେ ଏ ଆତ୍ମାର ଆଉ ପୁନର୍ଜନ୍ମ ନଥାଏ। ତେଣୁ ଆମମାନଙ୍କର ପରମ ଲକ୍ଷ୍ୟ, ଚରମ ଲକ୍ଷ୍ୟ ଏହି ଜନ୍ମରେ ମନୁଷ୍ୟ ଯୋନିରେ ଜନ୍ମ ହୋଇ ଭଗବତ ଦର୍ଶନ ଉପଲବ୍ଧି କରିବା ନିହାତି ଆବଶ୍ୟକ। 84 ଲକ୍ଷ ଯୋନି ଭିତରୁ ମଣିଷ ଯୋନି ହେଉଛି ଶ୍ରେଷ୍ଠ। ଯେଉଁ 83,99,999 ଯୋନି ରହିଲେ ସେ ଯୋନିରେ ଜନ୍ମ ହେଲେ କେବେ ହେଲେ ଆମେ ଭଗବତ ଦର୍ଶନ ଉପଲବ୍ଧି କରିପାରିବା ନାହିଁ। ଏ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ଅଛନ୍ତି ଏମାନଙ୍କ ଶରୀରରେ କେବେ ଭଗବତ ଦର୍ଶନ ଉପଲବ୍ଧି ହୁଏ ନାହିଁ। ଏହା ମାତ୍ର ଶେଷ ପାହାଚ।